ବନ୍ଧୁଗଣ, ଲୋକମାନେ କ'ଣ କହିବେ ତାହା ଆପଣ କେବେ ବି ଚିନ୍ତା କରନ୍ତୁ ନାହିଁ। ବରଂ ଚିନ୍ତା କରନ୍ତୁ ଯେ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ। ନୂତନ ବର୍ଷ ଆପଣଙ୍କର ଜୀବନରେ ଅନେକଗୁଡ଼ିଏ ସଫଳତା ନେଇକରି ଆସିବ। ତେଣୁ ଲୋକମାନେ କ'ଣ କହିବେ ତାହାକୁ କେବେ ବି ଚିନ୍ତା କରନ୍ତୁ ନାହିଁ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଖାସ୍ ରହିଛି। ସର୍ବପ୍ରଥମେ ସମସ୍ତ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ନୂତନ ବର୍ଷ 2026 ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ମୁଁ ଭଗବାନଙ୍କ ନିକଟରେ ଏହା ହିଁ ପ୍ରାର୍ଥନା କରୁଅଛି କି ଏହି ନୂଆବର୍ଷ 2026 ଆପଣଙ୍କ ଜୀବନରେ ଅନେକ ଗୁଡ଼ିଏ ଖୁସି ଆଣିକରି ଆସୁ। ଆପଣଙ୍କର ଜୀବନରୁ ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାକୁ ଦୂର କରିଦେଉ। ଆପଣ ସୁସ୍ଥ ରୁହନ୍ତୁ ଏବଂ ଆନନ୍ଦିତ ରୁହନ୍ତୁ। ଆପଣଙ୍କର ସମସ୍ତ ଇଚ୍ଛା ଅଭିଳାଷ ପୂରଣ ହେଉ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ବର୍ଷ 2026 କିପରି ରହିବ। ପୁରା ବର୍ଷ ସାରା ଆପଣଙ୍କର ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ଆସିବ, ଆପଣଙ୍କର ଭାଗ୍ୟରେ କ'ଣ ପରିବର୍ତ୍ତନ ଆସିବ। ବାର୍ଷିକ ରାଶିଫଳ ବିଷୟରେ ଯଦି ଜାଣିବା, ଗୋଟିଏ କଥା ବିଷୟରେ ଜାଣନ୍ତୁ, ଏ ବର୍ଷ 2026 ବର୍ଷର ରାଜା ଅଟନ୍ତି ଭଗବାନ ସୂର୍ଯ୍ୟଦେବ। ଯେଉଁଭଳି 2025 ମଙ୍ଗଳଙ୍କର ବର୍ଷ ଥିଲା, ସେହିପରି 2026 ସୂର୍ଯ୍ୟଙ୍କର ବର୍ଷ ଅଟେ। ତେବେ କ'ଣ ରହିବ ପ୍ରଭାବ, ଏହା ଆମେ ବିସ୍ତାର ପୂର୍ବକ ଭାବେ ଜାଣିବା। ଏହା ପୂର୍ବରୁ ଯଦି ଆପଣଙ୍କର ବି ବୃଷ ରାଶି ହୋଇଥାଏ ଆଉ ଆପଣ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରିଥାନ୍ତି, ବିଶ୍ୱାସ କରିଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶନିଦେବ ବୋଲି ଅବଶ୍ୟ ଲେଖିଦିଅନ୍ତୁ। ଯଦି କହିବା ଭିଡ଼ିଓ ଆରମ୍ଭରୁ କହିବା କି ବିଶେଷ ଭାବରେ ଏ ବର୍ଷ ସୂର୍ଯ୍ୟଙ୍କର ବର୍ଷ ଅଟେ। ସୂର୍ଯ୍ୟ ହେଉଛି ଆତ୍ମାର କାରକ, ମାନ ସମ୍ମାନର ଗ୍ରହ ଆଉ ସରକାରୀ ଗ୍ରହର ଗୁହ ମଧ୍ୟ ଅଟେ। ତା ସହିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ସୂର୍ଯ୍ୟଙ୍କ କୃପା ପ୍ରାପ୍ତ ହେବା ପାଇଁ ଯାଉଅଛି। ତା ସହିତ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ସୂର୍ଯ୍ୟଙ୍କ କୃପା ମାନେ ପ୍ରାପ୍ତ ବିଶେଷ ଭାବରେ ହୋଇଯିବ। ମଙ୍ଗଳ, ଶୁକ୍ର, ରାହୁ, କେତୁ, ଶନି ଏବଂ ବୃହସ୍ପତି ଆପଣଙ୍କର ଜୀବନରେ କେଉଁଭଳି ଫଳ ପ୍ରଦାନ କରିବେ ତାହା ବିସ୍ତାର ଭାବେ ଆମେ ଆଲୋଚନା କରିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏହା ପୂର୍ବରୁ ଆପଣମାନେ ଜାଣି ରଖନ୍ତୁ କି ଏହି କାର୍ଯ୍ୟକ୍ରମ ଆପଣଙ୍କର ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ଆଉ ଯଦି ବି ଆପଣଙ୍କର ବୃଷ ଲଗ୍ନ ହୋଇଥାଏ ତ ଏ କାର୍ଯ୍ୟକ୍ରମଟିକୁ ଆପଣ ଦେଖିପାରିବେ। ଆସନ୍ତୁ ପ୍ରଥମେ ଜାଣିନେବା ବର୍ଷ ଆରମ୍ଭରୁ ଆପଣଙ୍କର ଜାତକରେ ଗ୍ରହଙ୍କ ସ୍ଥିତି କିପରି ରହିବ। ତ ଆପଣଙ୍କର ଯେହେତୁ ବୃଷ ରାଶି, ତ ଦ୍ୱିତୀୟ ଭାଗରେ ଦେବଗୁରୁ ବୃହସ୍ପତି ରହିଛନ୍ତି, ଚତୁର୍ଥରେ କେତୁ ଏବଂ ଦଶମ ଭାଗରେ ରାହୁ ମଧ୍ୟ ବିରାଜିତ ହୋଇ ଅଟନ୍ତି। ଅଷ୍ଟମରେ ବିଶେଷ ଭାବରେ ସୂର୍ଯ୍ୟ, ଶୁକ୍ଳ, ବୁଧ ଏବଂ ମଙ୍ଗଳ ମଧ୍ୟ ବିରାଜିତ ରହିବେ। ଏକାଦଶ ଭାଗରେ ବିଶେଷ ଭାବରେ ଶନି ବିରାଜିତ ରହିବେ। ଏ ବର୍ଷ ଦେଖିବେ ଆପଣଙ୍କ ରାଶିରେ କୌଣସି ଶନିଙ୍କ 7.5, ଶନିଙ୍କ ଅଢ଼େଇଆ ନାହିଁ। ଶନି ଆପଣଙ୍କ ରାଶି ପାଇଁ କର୍ମଭାଗର ଅଧିପତି ଏବଂ ଭାଗ୍ୟ ଭାବର ଅଧିପତି, ନବମ ଦଶମ ଭାଗର ଅଧିପତି ହୋଇକି ବର୍ଷ ଆରମ୍ଭରୁ ଆପଣଙ୍କର ଲାଭ ସ୍ଥାନ ଅର୍ଥାତ୍ ଏକାଦଶ ଭାଗରେ ଚଳନ କରିବେ। ପୁରା ବର୍ଷରେ ଲାଭ ଭାଗରେ ବିରାଜିତ ହୋଇକି ରହିବେ। ସର୍ବପ୍ରଥମେ ଦେଖାଯାଉଛି କି ଏ ବର୍ଷ ଆପଣଙ୍କର ସମସ୍ତ ଇଚ୍ଛା ଅଭିଳାଷ ପୂର୍ଣ୍ଣ ହେବାକୁ ଯାଉଅଛି। ବର୍ଷ ଆରମ୍ଭରୁ ନେଇକି ଜୁଲାଇ 26 ପର୍ଯ୍ୟନ୍ତ ଯାହା ଇଚ୍ଛା ଆପଣ କରିବେ ଆଉ ସେ ସବୁ ଆପଣଙ୍କୁ ପ୍ରାପ୍ତ ହେବ। କାରଣ ଶନି ଆପଣଙ୍କର ଏକାଦଶ ଭାଗରେ ରହିଛି, ଲାଭର ଭାଗରେ ରହିଛି, ତ ଆପଣଙ୍କୁ ସମସ୍ତ କ୍ଷେତ୍ରରୁ ଲାଭ ହିଁ ଲାଭ ବିଶେଷ ଭାବରେ ପ୍ରାପ୍ତ ହେବ। ଆର୍ଥିକ ଲାଭ ମିଳିବାର ବଡ଼ ସମ୍ଭାବନା ବନୁଛି। ଯାହା ବି ଆର୍ଥିକ ସମସ୍ୟା ରହିଥିଲା ତାହା ଦୂର ମଧ୍ୟ ହେବ। କାରଣ ବୃହସ୍ପତି ବର୍ଷ ସାରା ଆପଣଙ୍କର ଦ୍ୱିତୀୟ ଭାଗ ଅର୍ଥାତ୍ ଧନ ଭାଗରେ ଚୟନ କରିବେ, ତ ଆର୍ଥିକ ଲାଭ ମିଳିବାର ବହୁତ ଅଧିକ ସମ୍ଭାବନା ବନୁଅଛି। ଆପଣଙ୍କର ବଡ଼ ଭାଇ ଭଉଣୀଙ୍କ ସହ ଆପଣଙ୍କର ମଜବୁତ ମଧ୍ୟ ରହିବ। ଯେଉଁମାନେ ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ସେଥିରେ ମଧ୍ୟ ଆପଣ ଲାଭାନ୍ୱିତ ମଧ୍ୟ ହୋଇପାରନ୍ତି। ଜୁଲାଇ 26ରୁ ନେଇକି ଡିସେମ୍ବର ମାସ ମଧ୍ୟରେ ଶନି ବକ୍ରି ଚଳନ ମଧ୍ୟ କରିବେ।
ଯାହାଫଳରେ ଆପଣଙ୍କ ଦଶମ ଭାଗର ଫଳ ଦେବେ ଏବଂ ତାପରେ ବିଶେଷ ଭାବରେ ଆପଣଙ୍କର କର୍ମ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହୋଇପାରେ। ଏହାପରେ ଆପଣ ଆପଣଙ୍କର କର୍ମ କ୍ଷେତ୍ରକୁ ନେଇ ବହୁତ ଅଧିକ ଚିନ୍ତା କରିବେ। ଆପଣଙ୍କ ଆୟରେ ବୃଦ୍ଧି ଦେଖିବାକୁ ମିଳିବ ଏବଂ ଯେଉଁମାନେ ବେରୋଜଗାରରେ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ଚାକିରି ବାକିରି ନାହିଁ, ଦୀର୍ଘ ଦିନ ଧରି ଯେଉଁମାନେ ଚାକିରିର ଅପେକ୍ଷାରେ ଥିଲେ, ମନପସନ୍ଦର ଚାକିରି ପ୍ରାପ୍ତ ହୋଇପାରୁନଥିଲା, ତ ଜୁଲାଇ ମାସ ପରେ ଶନି ଯେତେବେଳେ ବକ୍ରି ହେବେ ତ ଦଶମ ଭାଗର ଫଳ ଯେତେବେଳେ ଦେବେ ତ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ବନୁଅଛି। ଆପଣଙ୍କୁ ସମସ୍ତ ଇଣ୍ଟରଭ୍ୟୁରେ ସଫଳତା ପ୍ରାପ୍ତ ହୋଇଯିବ। ଯେହେତୁ ଶନି ଭାଗ୍ୟ ଭାଗର ଅଧିପତି ହୋଇକି ଦଶମ ଭାଗର ଫଳ ଦେବେ ତ ଭାଗ୍ୟ ଆପଣଙ୍କର ତ ସାଥ ଦେବ। କର୍ମ କ୍ଷେତ୍ରରେ ଆପଣଙ୍କ ପାଖକୁ ନୂଆ ନୂଆ କାମ ଆସିବ। ଆପଣ କିଛି ବଡ଼ କାର୍ଯ୍ୟ ଆରମ୍ଭ କରିବେ, ବଡ଼ ଇନଭେଷ୍ଟମେଣ୍ଟ ମଧ୍ୟ କରିନେବେ। ଉପର ଅଫିସରଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ ଆଉ ଦାୟିତ୍ୱ ମଧ୍ୟ ବଢ଼ିବ। କର୍ମ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ନିଶ୍ଚିନ୍ତ ଭାବରେ ଦେଖିବେ ଏ ବର୍ଷରେ ଆପଣଙ୍କର କର୍ମକ୍ଷେତ୍ରରେ କିଛି ନା କିଛି ବଡ଼ ପରିବର୍ତ୍ତନ ଅବଶ୍ୟ ଘଟିବ। ହୁଏତ ଆପଣଙ୍କର ଟ୍ରାନ୍ସଫର ହୋଇପାରେ କିମ୍ବା ପ୍ରମୋସନ ମଧ୍ୟ ହୋଇପାରେ। ଏ ସମୟରେ ଆପଣ ଆପଣଙ୍କର କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିପାରନ୍ତି କିମ୍ବା ଆପଣଙ୍କର ଘରର ପରିବର୍ତ୍ତନ ମଧ୍ୟ କରିପାରନ୍ତି। କାରଣ ଶନିଙ୍କ ଦୃଷ୍ଟି ଚତୁର୍ଥ ଭାଗ ସୁଖ ଭାଗ ଉପରେ ପଡ଼ିବ। ତେଣୁ ଆପଣଙ୍କୁ ସର୍ବ ସୁଖ ପ୍ରାପ୍ତ ହେବ। ଜୁଲାଇ ମାସ ପରେ ଆପଣ କିଛି ଭୂମି, ଜମି, ପ୍ରପର୍ଟି ବା ନୂତନ ଯାନବାହନ କ୍ରୟ କରିପାରନ୍ତି। ନୂତନ ଗୃହର ନିର୍ମାଣ ମଧ୍ୟ କରିପାରନ୍ତି କିମ୍ବା ଘରକୁ କୌଣସି ଲୁହା ଜାତୀୟ ଜିନିଷ, ମେସିନ୍ ଜାତୀୟ ଜିନିଷ କିଣିକି ଆଣିପାରିବେ। କିନ୍ତୁ ଆପଣଙ୍କର ମାଙ୍କ ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖାଦେଇପାରେ। ତାଙ୍କର ହାଡ଼ରେ କିଛି ଜଏଣ୍ଟ ପେନ୍ ଭଳି ସମସ୍ୟା ଦେଖାଦିଏ ଆଉ ପାଦରେ ମଧ୍ୟ ସମସ୍ୟା ଦେଖାଦେଇଦିଏ। ଏଥିପାଇଁ ଧ୍ୟାନ ରଖନ୍ତୁ। ଯେଉଁମାନେ ପ୍ରମୋସନର ଅପେକ୍ଷାରେ ଥିଲେ, ଯେଉଁମାନେ ଚାହୁଁଥିଲେ କି ସେମାନଙ୍କୁ ମନପସନ୍ଦର ସ୍ଥାନରେ ଚାକିରିଟିଏ ମିଳୁ, ଭଲ ଦରମା ମିଳୁ, ଆପଣଙ୍କୁ ଏଠି କହିବୁ 11 ମାର୍ଚ୍ଚ ପରେ ବିଶେଷ ରୂପରେ ଯଦି କହିବା ଆପଣଙ୍କର ବୃହସ୍ପତିକୁ ଚଳନ କରିବେ ତ ସେତେବେଳେ ଆପଣଙ୍କୁ ବହୁତ ଭଲ ପୋଷ୍ଟ ମିଳିଯିବ। ପ୍ରମୋସନ ମଧ୍ୟ ଆପଣଙ୍କର ହୋଇପାରେ। ଯେତେବେଳେ 12 ତାରିଖରେ ବୃହସ୍ପତି ବିଦାୟ ହେଲେ ତ ଆପଣଙ୍କୁ ଶୁଭ ମିଳିବ। କମ୍ୟୁନିକେସନ ସ୍କିଲ୍ ମଧ୍ୟ ଭଲ ରହିବ। ମାର୍କେଟିଂ ମାମଲାରେ ଅଛନ୍ତି ବା ସିମରନ୍ ମାର୍କେଟରେ ଅଛନ୍ତି ତ ଭଲ ଲାଭ ମିଳିବ। ବାଣୀ ଦ୍ୱାରା ଆଧୁନିତ ଅଟେ। ଟିଚରସିପ୍ ଲାଇନରେ ଯଦି ଆପଣ ରହିଛନ୍ତି, ଟ୍ରେଭେଲ ଟୁରରେ ମଧ୍ୟ ଅଛନ୍ତି ତ ମାର୍ଚ୍ଚ 11 ପରେ ବହୁତ ଅଧିକ ପ୍ରାପ୍ତ ହେବ। ତା ସହିତ ଏ ସମୟରେ ଆପଣଙ୍କ ଭିତରେ ଜ୍ଞାନ ବୁଦ୍ଧିର ବିକାଶ ମଧ୍ୟ ଘଟିବ। ଲୋକମାନେ ଆପଣଙ୍କର ବାଣୀ ଦ୍ୱାରା ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ। ଆପଣ ଆପଣଙ୍କର ବାଣୀ ଦ୍ୱାରା କିଛି ପଇସା ମଧ୍ୟ ଇନକମ୍ କରିପାରନ୍ତି। ଏ ସମୟରେ ଆପଣଙ୍କର ଘର ଖୁସି ଲାଗି ରହିବ। ତା ସହିତ ବିଶେଷ ରୂପରେ ଯଦି କହିବା, ଘରକୁ କୌଣସି ନୂତନ ଅତିଥି ମଧ୍ୟ ଆସିପାରନ୍ତି ଏବଂ ଯେଉଁ 2 ତାରିଖରେ ବୃହସ୍ପତି ଆପଣଙ୍କର ଚତୁର୍ଥ ଭାଗକୁ ଗୋଚର କରିବେ, 12 ବର୍ଷ ଭାବରେ ବୃହସ୍ପତି ଚତୁର୍ଥ ଭାଗକୁ ଯେହେତୁ ଚୟନ କରିବେ ତ ଆପଣଙ୍କର ରାଶି ପାଇଁ ଆଉ ଅଷ୍ଟମ ଭାଗର ଅଧିପତି ତୃତୀୟ ଏପରି କରିବେ ନାହିଁ। ତା ସହିତ ଆପଣଙ୍କର ଭାଗ୍ୟର ଭୁଲ ଦେବେ। ତା ସହିତ ବିଶେଷ ଭାବରେ ଆଜ୍ଞ ହୋଇଥିଲା ବୋଲି ସ୍ଥିତିରେ ପରିବର୍ତ୍ତନ ଆସିବ। ଶନିଙ୍କ ସ୍ଥିତି ମଧ୍ୟ ବହୁତ ଭଲ ରହିଛି। ତାପରେ ଆପଣଙ୍କର ସ୍ଥିତି ସ୍ପିରିଚୁଆଲ ଆଡ଼କୁ ଯିବ। ଆପଣ କୌଣସି ଧାର୍ମିକ କାର୍ଯ୍ୟ କରିପାରନ୍ତି ଆଉ ଦୂର ସ୍ଥାନକୁ ମଧ୍ୟ ଯାତ୍ରା କରିପାରନ୍ତି। ଜୁନ 2 ପରେ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ମାତ୍ରାରେ ସାଥ ଦେବ। ଏ ସମୟରେ ଗୃହରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ରହିଛି। ତା ସହିତ ବଡ଼ ଇନଭେଷ୍ଟମେଣ୍ଟ ମଧ୍ୟ କରିପାରନ୍ତି ଏବଂ ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ଆପଣଙ୍କର ଯେହେତୁ ସପ୍ତମ ଭାଗରେ ରହିବ ତ ଉତ୍ତମ ଫଳ ଏହା ଆପଣଙ୍କୁ ପ୍ରଦାନ କରିବ। ଯେଉଁମାନଙ୍କର ବିବାହ ବର୍ଷ ହୋଇଯାଇଛି ଆଉ ଯେଉଁମାନଙ୍କର ବିବାହ ପ୍ରସ୍ତାବ ଆସୁନଥିଲା ତ ବିଶେଷ ଭାବରେ ଜୁନ 2 ପରେ ବିଶେଷ ରୂପରେ ଯଦି କହିବା ସେ ଦେବି, ତା ସହିତ ଆପଣଙ୍କୁ ଲାଭ ପ୍ରାପ୍ତି ହେବ ଆଉ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ ଆଉ ବିବାହ ମଧ୍ୟ ଫାଇନାଲ ହୋଇପାରେ ଆଉ ବିବାହ ମଧ୍ୟ ହୋଇପାରେ। ବୈବାହିକ ଦାମ୍ପତ୍ୟ ଜୀବନରେ ଆପଣଙ୍କୁ ବିଶେଷ ଭାବରେ ସ୍ଥିତି ସୁଖମୟ ରହିବ। ଆପଣଙ୍କ ଲାଇଫ ପାର୍ଟନରଙ୍କ କ୍ୟାରିୟରରେ ମଧ୍ୟ ବୃଦ୍ଧି ଆସିବ। ତାଙ୍କ ସ୍ୱାସ୍ଥ୍ୟରେ କିଛି ସମସ୍ୟା ଥିଲା ତାହା ଦୂର ହୋଇଯିବ ଏବଂ ବୃହସ୍ପତିଙ୍କର ନବମ ଦୃଷ୍ଟି ଆପଣଙ୍କ ଉପରେ ରହିବ। ତା ସହିତ ଲାଭ ହିଁ ଲାଭ ଆପଣଙ୍କୁ ପ୍ରାପ୍ତ ହେବ।
ସମସ୍ତ ଦିଗରୁ ଲାଭକୁ ପ୍ରାପ୍ତ କରିପାରିବେ। ଏହା ସହିତ ପୈତୃକ ସମ୍ପତ୍ତିରୁ ଲାଭ ମିଳିବ ଏବଂ ଜୁନ୍ 2 ପୂର୍ବରୁ ବୃହସ୍ପତି ଆପଣଙ୍କର ଷଷ୍ଠ ଭାଗକୁ ଦୃଷ୍ଟି ଦେବେ। ଷଷ୍ଠ ଭାଗ ଆପଣଙ୍କର ରୋଗ, ଋଣ ଏବଂ ଶତ୍ରୁର ଭାଗ ହୋଇଥାଏ। ଯେଉଁମାନେ ଋଣ କରଜର ଭାଜ୍ୟରେ ଫସି ରହିଥିଲେ, ଋଣ କରଜକୁ ଶୁଝିବାରେ ସକ୍ଷମ ହୋଇପାରୁନଥିଲେ, ତ ସେମାନେ ଏ ବର୍ଷ ଋଣ କରଜକୁ ଶୁଖିବାରେ ସକ୍ଷମ ଆସିବେ। ଧନ କମାଇବା ପାଇଁ ନୂଆ ନୂଆ ରାସ୍ତା ମିଳିଯିବ। ଆଉ ଯେଉଁମାନେ ବି ଋଣ ନେବାକୁ ଚାହୁଁଥିଲେ, ସେମାନଙ୍କ ବେପାର ବାଣିଜ୍ୟ ପାଇଁ ହେଉ, ଶିକ୍ଷା ପାଇଁ ହେଉ, ତ ସେମାନଙ୍କୁ ଏ ବର୍ଷ ଅତି ସହଜରେ ଋଣ ମଧ୍ୟ ପ୍ରଦାନ କରିବ। ଜୁନ୍ 2 ପୂର୍ବରୁ ବୃହସ୍ପତି ଆପଣଙ୍କର ତୃତୀୟ ଭାଗରେ ଗୋଚର କରିବେ। ଯେଉଁମାନେ ଅନଲାଇନ୍ କାମ କରୁଛନ୍ତି, ଡିଜିଟାଲ ମାର୍କେଟିଂରେ ଆପଣ କାମ କରୁଛନ୍ତି, ତ ସେମାନଙ୍କୁ ବହୁତ ଅଧିକ ଉତ୍ତମ ଫଳ ପ୍ରାପ୍ତ ହୋଇଯିବ। ଆପଣଙ୍କର ସ୍ୱାସ୍ଥ୍ୟ ବିଷୟରେ ଯଦି କଥା ହେବା, ତ ବିଶେଷ ଭାବରେ ଅଧିପତି ଶୁକ୍ର ମହାରାଜ। ଶୁକ୍ର ବର୍ଷ ଆରମ୍ଭରୁ ଆପଣଙ୍କର ଅଷ୍ଟମରେ ରହିବେ। ଆଉ ତାପରେ ଆପଣଙ୍କର ନବମ ଭାଗ, ଦଶମ ଭାଗ ଏବଂ ଏକାଦଶୀ ଭାଗକୁ ଚଳନ କରିବେ। ଏ ବର୍ଷରେ ଆପଣଙ୍କର ଏତେ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ତ ଦେଖା ଦେଉନାହିଁ। କିନ୍ତୁ ମାର୍ଚ୍ଚ ଏବଂ ଏପ୍ରିଲ ମାସ ଏମିତି ମାସ ଅଟେ, ଯେଉଁ ମାସରେ ଆପଣଙ୍କର ବିଶେଷ ଭାବରେ ରୋଗ ପ୍ରତିରୋଧକ ଶକ୍ତି କମଜୋର ଦେଖିବାକୁ ଲାଗିବ। ଆପଣ ଟିକେ ସ୍ୱାସ୍ଥ୍ୟଗତ ସମସ୍ୟାରେ ବୁଡ଼ିକି ରହିବେ। ଛୋଟ ମୋଟ ସ୍ୱାସ୍ଥ୍ୟଗତ ସମସ୍ୟା ରହିବ। ଥଣ୍ଡା, କାଶ ଭଳି ସମସ୍ୟା ଦେଖାଦେବ। ତା ସହିତ ଯଦି ବିଶେଷ ରୂପରେ ଆମେ କହିବା, ଏପ୍ରିଲ 14 ତାରିଖରୁ ମେ 14 ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ, ଯିଏକି ଏ ବର୍ଷର ରାଜା ଅଟନ୍ତି, ସୂର୍ଯ୍ୟ ଉଚ୍ଚସ୍ଥ ହେବେ। ଏ ସମୟରେ ଆପଣଙ୍କୁ ସହଜରେ ମାନ ସମ୍ମାନ ପ୍ରାପ୍ତ ହେବ। ଲୋକପ୍ରିୟତା ଆପଣଙ୍କର ବଢ଼ିବ। ଆଉ ସରକାରୀ କ୍ଷେତ୍ରରେ ଆପଣ ଲାଭ ମଧ୍ୟ ପ୍ରାପ୍ତ ହୋଇଯିବ। ବୈଦେଶିକ କାର୍ଯ୍ୟ ଗତିରେ ଆପଣଙ୍କୁ ସଫଳତା ମିଳିବ। ଆଉ ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି, ତ ଏ ସମୟରେ ବିଦେଶ ଯାତ୍ରା ମଧ୍ୟ ଆପଣ କରିପାରନ୍ତି। ସରକାରୀ ସ୍ତରରେ କୌଣସି କାମ କାର୍ଯ୍ୟ କରୁଛନ୍ତି, ତ ଉତ୍ତମ ଫଳର ପ୍ରାପ୍ତ ହେବ। ଆଉ ପ୍ରେମ ଜୀବନ, ଶିକ୍ଷା, ସ୍ଥିତି କଥା ଆଲୋଚନା କରିବା, ତ ପଞ୍ଚମ ଭାଗର ବୃହସ୍ପତି ଅଷ୍ଟମ ଭାଗରେ ରହିବେ। ତା ସହିତ ବିଶେଷ ଭାବରେ ଆମେ ଆପଣଙ୍କୁ କହିବୁ, ଆପଣଙ୍କର ପ୍ରେମ ଜୀବନରେ ସଫଳତା ମିଳିବା ଆରମ୍ଭ ହୋଇଯିବ। ବର୍ଷ ଆରମ୍ଭରୁ ଟିକେ ସମସ୍ୟା ଦେଖାଦେବ, କିନ୍ତୁ ଫେବୃଆରୀ ମାସରେ ଆପଣଙ୍କର ଯାହା ବି କିଛି ସମସ୍ୟା ରହିଥିଲା, ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା ବହିରେ, ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ଷ୍ଟାର୍ଟ ହୋଇପାରେ, ପ୍ୟାଚଅପ୍ ମଧ୍ୟ ହୋଇପାରେ। ଆପଣଙ୍କୁ କିଏ ତା ସହିତ ନୂତନ ସମ୍ପର୍କ ମଧ୍ୟ ସ୍ଥାପନ ହେବ। ନୂତନ ପାର୍ଟନରସିପ୍ ମିଳିବ। ଆପଣଙ୍କର ଜୁନ୍ ମାସ ପରେ ଯେତେବେଳେ ବୃହସ୍ପତି ସପ୍ତମକୁ ଗୋଚର କରିବେ, ବିବାହର ଯୋଗ ମଧ୍ୟ ବନିଯିବ। ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଫେବୃଆରୀ ମାସରେ ବହୁତ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏ ବର୍ଷରେ ଆପଣଙ୍କର ମଙ୍ଗଳରେ ବହୁତ ବଡ଼ ପରିବର୍ତ୍ତନ ଆଣିବେ। ଆଉ ଆପଣଙ୍କର ମନ ପାଠପଢ଼ାରେ ଲାଗିଯିବ। ଆପଣଙ୍କୁ ମନପସନ୍ଦର କାର୍ଯ୍ୟରେ ବହୁତ ବଡ଼ ଲାଭ ଆପଣଙ୍କୁ ପ୍ରାପ୍ତ ହେବ। ତା ସହିତ ସରକାରୀ ସ୍ତରରେ ମଧ୍ୟ କୌଣସି ପରୀକ୍ଷା ଆସି, ତେବେ ଏ ବର୍ଷ ଆପଣଙ୍କ ପାଇଁ ଉତ୍ତମ ଫଳ ପ୍ରାପ୍ତି ହୋଇଯିବ। ଆପଣ ଏ ବର୍ଷରେ ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ଯାଇପାରନ୍ତି। କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ ନେଇକି ପାରନ୍ତି। ତା ସହିତ ଆଉ ଏକ ବଡ଼ କଥା, ଏଇଠି ପଶିବା, ତ ସେମାନଙ୍କୁ ଲାଭ ପ୍ରାପ୍ତ ହେବ ଓ ଖୁସିରେ ନିଜର ଦିନକୁ ଅତିବାହିତ ମଧ୍ୟ କରିଦେବେ। ସନ୍ତାନ ଆପଣଙ୍କୁ ସ୍ଥିତିରେ ସୁଧାର ଆସିବ ଏବଂ ସନ୍ତାନ ସୁଖ ପ୍ରାପ୍ତି ହେଉଥିଲା, ଆପଣ ଚେଷ୍ଟା ଜାରି ରଖନ୍ତୁ। କାହିଁକି ନା ବୃହସ୍ପତିଙ୍କ ଦୃଷ୍ଟି ସପ୍ତମ ଭାଗ ଉପରେ ରହିବ, ତ ସନ୍ତାନ ସୁଖ ଅବଶ୍ୟ ପ୍ରାପ୍ତ ହେବ। ଏବଂ ଶନିଙ୍କ ଦୃଷ୍ଟି ମଧ୍ୟ ପଞ୍ଚମ ଭାଗ ଉପରେ ରହିଅଛି। ତେଣୁ ସନ୍ତାନ ସୁଖ ପାଇଁ ଏ ବର୍ଷ ଅତ୍ୟନ୍ତ ଶୁଭ ଅଟେ। ଆଉ ଯେଉଁମାନେ ବ୍ୟାପାର ବାଣିଜ୍ୟ କରୁଛନ୍ତି, ବିଜନେସ୍ କରୁଛନ୍ତି, ତ ସେମାନଙ୍କ ପାଇଁ ଏ ମାସ ବେଷ୍ଟ